ଓହୋ ଓହୋ ବଡ଼ ବୋହୂ ବଡ଼ ବୋହୂ। ହଁ କଣ ହେଲା? ମୋ ଗୋଡ଼ ଗୁଡାକ ଭାରି ବିନ୍ଧା ହଉଛି, ଟିକେ ମୋଡ଼ିଦେଲୁ। କାଇଁ ସବୁ ଦେଲା ବେଳକୁ ତ ସାନ ବୋଉକୁ ଦଉଛ, ଏବେ ଗୋଡ ଘଷିଲା ବେଳକୁ ଗୋଡକୁ କାଇଁ ଖୋଜା ହଉଛି? ମୁଁ ଗୋଡ ଘଷି ପାରିବିନି, ତମେ ତମ ସାନ ବୋଉକୁ ଡାକ। ଓହୋ ସାନ ବୋହୂ ସାନ ବୋହୂ। କଣ ହେଲା? କଣ ପାଇଁ ଡାକୁଥିଲ? ଏଇ ଗୋଡ଼ ଗୁଡାକ ଭାରି ଜୋରରେ ବିନ୍ଧା ହଉଛି, ଟିକେ ଘଷି ଦବୁ କିରେ ମା। ମୁଁ ସେ ଗୋଡ ଫୋଡ ଘଷି ପାରିବିନି, ମୋର ସେପଟେ କେତେ କାମ, ତମେ ତମ ବଡ ବୋଉକୁ ଡାକ। ପୂଜା ପୂଜା ଶୁଣିଲ? ହଁ ଯାଉଛି। ହଁ କଣ ହେଲା କୁହ? ଏସବୁ କଣ ଚାଲିଛି? ମା ର ସେ ପାଖେ ଗୋଡ ବିନ୍ଧା ହଉଛି, ତମେ ଦୁଇ ବୋହୂ ଥାଉ ଥାଉ ତା ଟିକେ ସାମାନ୍ୟ ଗୋଡ ଘଷି ପାରୁନ? ଆଜି ସାମାନ୍ୟ ମା ର ଗୋଡ ଘଷିବା ପାଇଁ ତମେ ଦୁଇ ବୋହୂ ବାଦ ବିବାଦ କରୁଛ? କାଲି ଯେତେବେଳେ ଆମେ ଦୁଇ ଭାଇ ଛୋଟ ଥିଲୁ, ଆମର ବି ତ ଦେହ ଖରାପ ହଉଥିଲା, ସେତେବେଳେ କଣ ମା ଆମ ଦୁଇ ଭାଇଙ୍କର ଯତ୍ନ ନେବାରେ କାହା ସହ ଭାଗ ଖୋଜୁଥିଲା? ଆଜି ସେଇ ମା ବୁଢୀ ହୋଇଗଲା ବୋଲି ତମେ ଦୁଇ ବୋହୂ ତାର ଟିକେ ସେବା କରିବା ପାଇଁ ପରସ୍ପର ସହ ଭାଗ ଖୋଜୁଛ? ମା ମୋର ଭୁଲ ହେଇଗଲା, ମତେ କ୍ଷମା କରିଦିଅ। ମା କେବଳ ତାକୁ ନୁହଁ, ଆମ ଦୁଇ ଜଣଙ୍କୁ କ୍ଷମା କରିଦିଅ। ଆମ ଅଜାଣତରେ ଆମେ ବହୁତ ବଡ ଭୁଲ କରିବାକୁ ଯାଉଥିଲୁ। ବାପା ମା ଆମ ପାଇଁ ସାକ୍ଷାତ ଭଗବାନ, ତେଣୁ ତାଙ୍କ ସେବା କରିବା ପାଇଁ ପରସ୍ପର ସହ ବାଦ ବିବାଦ ନୁହଁ, ବରଂ ମିଳିମିଶି ତାଙ୍କର ସେବା କରିବା ଦରକାର।